ଦ୍ୱିତୀୟ ମାକାବୀୟ ପୁସ୍ତକ ଅଧ୍ୟାୟ 10। ଦେବାଳୟର ଶୁଦ୍ଧୀକରଣ। ପ୍ରଭୁଙ୍କ ଦ୍ୱାରା ପରିଚାଳିତ ହୋଇ ମାକାବେଉସ୍ ଓ ତାଙ୍କର ଅନୁଗାମୀମାନେ ଦେବାଳୟ ତଥା ନଗରୀଗୁଡ଼ିକୁ ପୁନରାୟ ଅଧିକାର କଲେ। ନଗରୀର ସର୍ବସାଧାରଣ ଛକ ସ୍ଥାନରେ ବିଜାତୀୟମାନଙ୍କ ଦ୍ୱାରା ନିର୍ମିତ ଯାଗପୀଠ ଓ ପବିତ୍ର ପରିସରଗୁଡ଼ିକୁ ସେମାନେ ବିଧ୍ୱସ୍ତ କଲେ। ଦେବାଳୟକୁ ଶୁଦ୍ଧପୂତ କରି ନୈବେଦ୍ୟ ଉତ୍ସର୍ଗ କରିବା ପାଇଁ ସେମାନେ ଅନ୍ୟ ଏକ ଯାଗପୀଠ ନିର୍ମାଣ କଲେ। ନୈବେଦ୍ୟ ଉତ୍ସର୍ଗିତ ନ ହୋଇ 2ଟି ବର୍ଷ ଅତିବାହିତ ହୋଇଥିଲା। ସୁତରାଂ ସେମାନେ ଚକମକି ପଥର ଆଘାତ କରି ଅଗ୍ନି ବାହାର କଲେ ଓ ସେହି ଅଗ୍ନି ଉପଯୋଗ କରି ସେମାନେ ନୈବେଦ୍ୟ ଉତ୍ସର୍ଗ କଲେ, ଧୂପାର୍ଚ୍ଚନା କଲେ ଓ ପ୍ରଦୀପ ସମୂହକୁ ପ୍ରଜ୍ୱଳିତ କଲେ। ପରେ ଦିବ୍ୟ ସାନ୍ନିଧ୍ୟ ପ୍ରତୀକ ରୁଟି ସ୍ଥାପନ କଲେ। ଏ ସମସ୍ତ କାର୍ଯ୍ୟକଳାପ କଲା ପରେ ସେମାନେ ସାଷ୍ଟାଙ୍ଗ ପ୍ରଣିପାତ ହୋଇ ଭବିଷ୍ୟତରେ ଏପରି ଦୁର୍ଭାଗ୍ୟ ସେମାନଙ୍କ ପ୍ରତି କେବେ ହେଁ ସଂଘଟିତ ନ ହେବା, ସେମାନେ ପୁଣି କେବେ ହେଲେ ପାପ କଲେ ସେମାନଙ୍କୁ କ୍ଷମାପୂର୍ବକ ଶାସ୍ତି ବିଧାନ କରିବା ଓ ସେମାନଙ୍କୁ ଈଶ୍ୱର ନିନ୍ଦୁକ ତଥା ଅଭଦ୍ର ଜାତିଙ୍କ ହସ୍ତରେ ପୁଣି କେବେ ସମର୍ପଣ ନ କରିବା ପାଇଁ ପ୍ରଭୁଙ୍କ ସନ୍ନିଧାନରେ ମିନତି ପ୍ରାର୍ଥନା କଲେ। ବିଜାତୀୟମାନେ ଦେବାଳୟକୁ ଅପବିତ୍ର କରିଥିବା ଦିବସରେ ଅର୍ଥାତ୍ କିସ୍ଲେଭ୍ ମାସର 25 ଦିବସରେ ସେମାନେ ଦେବାଳୟକୁ ପୁନରାୟ ଶୁଦ୍ଧପୂତ କଲେ। ଶିବିର ବାସ ଉତ୍ସବ ସାଦୃଶ୍ୟରେ ସେମାନେ ଏହି ଉତ୍ସବକୁ ଆନନ୍ଦର ସହ 8 ଦିନ ଧରି ପାଳନ କଲେ। ସେମାନେ ସ୍ମରଣ କଲେ ଯେ ଶିବିର ବାସ ଉତ୍ସବର ଦିନଗୁଡ଼ିକରେ ସେମାନେ ପୂର୍ବେ ଯେପରି ବନ୍ୟ ପଶୁ ସଦୃଶ୍ୟ ପର୍ବତ ତଥା ଗହର ସମୂହ ମଧ୍ୟରେ ପରିଭ୍ରମଣ କରିଥିଲେ, ସେହି ସମୟ ଅତିବାହିତ ହେବାର ବହୁ ସମୟ ଅତିକ୍ରାନ୍ତ ହୋଇନାହିଁ। ସୁତରାଂ ଆଇଭି ଲତା, ମନୋହର ସବୁଜ ବୃକ୍ଷ ଶିଖର ତଥା ଖଜୁରୀ ତାଳ ଧରି ଯିଏ ନିଜର ପବିତ୍ର ସ୍ଥାନର ଶୁଦ୍ଧୀକରଣକୁ ଜୟଯୁକ୍ତ କରିଥିଲେ, ତାହାଙ୍କ ଉଦ୍ଦେଶ୍ୟରେ ସେମାନେ କୃତଜ୍ଞତାତ୍ମକ ସ୍ତବଗାନ କଲେ। ତତ୍ପରେ ସେମାନେ ଏକ ସର୍ବସାଧାରଣ ଅଧ୍ୟାଦେଶ ଜାରି କଲେ ଯେ ସମସ୍ତ ଯିହୁଦୀ ଜନତା ପ୍ରତିବର୍ଷ ଏହି ଦିବସ ସମୂହ ପାଳନ କରିବା ଆବଶ୍ୟକ। ଆନ୍ତିଓଖସ୍ ଏଉପାଥର ଏପିଫାନେସ୍ ନାମକ ଆନ୍ତିଓଖସଙ୍କର ଶେଷ ଦଶା ଏହିପରି ଘଟିଥିଲା। ଏହି ଅଧର୍ମୀ ବ୍ୟକ୍ତିର ପୁତ୍ର ଆନ୍ତିଓଖସ୍ ଏଉପାଥରଙ୍କ ରାଜତ୍ୱରେ ସଂଗଠିତ ଯୁଦ୍ଧଗୁଡ଼ିକର କେତେକ ମୁଖ୍ୟ ଦୁର୍ଭାଗ୍ୟର ଏକ ସଂକ୍ଷିପ୍ତ ବିବରଣୀ ଆମେ ବର୍ତ୍ତମାନ ବର୍ଣ୍ଣନା କରିବୁ। ରାଜ୍ୟଟିର ଶାସନ ଦାୟିତ୍ୱ ଗ୍ରହଣ କଲା ପରେ ଶାସନଭାରକୁ ଲିସିଆସ୍ ନାମକ ଜଣେ ବ୍ୟକ୍ତି ହସ୍ତରେ ସମର୍ପଣ କରି ଏହି ବ୍ୟକ୍ତି ତାଙ୍କୁ ଦକ୍ଷିଣ ସିରିଆ ଓ ଫେନିସିଆର ଦେଶାଧିପତି ରୂପେ ନିଯୁକ୍ତି କଲେ। ଯିହୁଦୀମାନଙ୍କ ବିରୁଦ୍ଧରେ ସମ୍ପାଦିତ ଅନ୍ୟାୟ କାର୍ଯ୍ୟକୁ ସ୍ମରଣ କରି ମାକ୍ରୋନ୍ ନାମକ ଟଲେମି ସେମାନଙ୍କ ପ୍ରତି ନ୍ୟାୟପରାୟଣତାପୂର୍ବକ ଆଚରଣ କରିବାକୁ ଇଚ୍ଛୁକ ହୋଇ ସେମାନଙ୍କ ସହ ଶାନ୍ତି ବନ୍ଧନ ସ୍ଥାପନ କରିବା ପାଇଁ ଚେଷ୍ଟା ଚଳାଇଲେ। ଅତଏବ ରାଜାଙ୍କ ମିତ୍ରଗଣ ତାଙ୍କ ବିରୁଦ୍ଧରେ ଏଉପାଥରଙ୍କ ସମ୍ମୁଖରେ ଅଭିଯୋଗ କଲେ। ଫିଲୋମେତର ଯେଉଁ ସାଇପ୍ରସର ତତ୍ତ୍ୱାବଧାନ ଦାସ ହସ୍ତରେ ନ୍ୟସ୍ତ କରିଥିଲେ, ତାହାକୁ ତ୍ୟାଗ କରି ସେ ଆନ୍ତିଓଖସ୍ ଏପିଫାନେସଙ୍କ ପକ୍ଷପାତୀ ହୋଇଥିବା ଯୋଗୁଁ ସମସ୍ତେ ତାକୁ ରାଜଦ୍ରୋହୀ ନାମରେ ଅଭିହିତ କରିଥିବା ବିଷୟ ସେ ଶୁଣିଲା। ନିଜ ପଦବୀ ପ୍ରତି ସମୁଚିତ ସମ୍ମାନରେ ଆଦୃତ ନ ହେବାରୁ ବିଷ ପାନ କରି ସେ ନିଜ ଜୀବନକୁ ସମାପ୍ତ କଲା। ରାଜ୍ୟପାଳ ରୂପେ ନିଯୁକ୍ତ ହେଲା ପରେ ଗର୍ଜିଆସ୍ ଏକ ମଜୁରିଆ ସୈନ୍ୟଦଳକୁ ଏକତ୍ରିତ କରି ଯିହୁଦୀମାନଙ୍କ ବିରୁଦ୍ଧରେ ନିରବଚ୍ଛିନ୍ନ ସମର କଲେ।
ଏତଦ୍‌ବ୍ୟତୀତ ସୁପ୍ରଧାନ ଦୁର୍ଗ ସମୂହକୁ ନିଜର ନିୟନ୍ତ୍ରଣାଧୀନ କରିଥିବା ଏଦୋମୀୟମାନେ ମଧ୍ୟ ଯିହୁଦୀମାନଙ୍କୁ ବ୍ୟତିବ୍ୟସ୍ତ କଲେ। ଜେରୁସାଲେମରୁ ବିତାଡ଼ିତ ସମସ୍ତଙ୍କୁ ସେମାନେ ଗ୍ରହଣ କଲେ ଓ ଯୁଦ୍ଧ କରିବାକୁ ଉଦ୍ୟମ କଲେ। କିନ୍ତୁ ଈଶ୍ୱରଙ୍କ ସନ୍ନିଧାନରେ ସମୂହ ପ୍ରାର୍ଥନା କରି ନିଜ ପକ୍ଷରେ ସଂଗ୍ରାମ କରିବାକୁ ଭିକ୍ଷା କଲା ପରେ ମାକାବେଉସ ଓ ତାଙ୍କର ଅନୁଗାମୀମାନେ ଏଦୋମୀୟମାନଙ୍କର ଦୁର୍ଗ ସମୂହ ଆକ୍ରମଣ କଲେ। ବୀରତ୍ୱର ସହକାରେ ଆକ୍ରମଣ କରି ସେମାନେ ସେ ସମସ୍ତ ସ୍ଥାନ ଅଧିକାର କଲେ ଏବଂ ପ୍ରାଚୀର ଉପରୁ ସଂଗ୍ରାମ କରିଥିବା ସମସ୍ତଙ୍କୁ ଘଉଡ଼ାଇ ଦେଇ ନିଜର ପ୍ରତିରୋଧକାରୀ ସମସ୍ତଙ୍କୁ ନିଧନ କଲେ। ଏହିପରି 20,000ରୁ ନ୍ୟୁନ ନଥିବା ବ୍ୟକ୍ତିମାନେ ନିହତ ହେଲେ। କୌଣସି ଅବରୋଧକୁ ପ୍ରତିରୋଧ କରିପାରୁଥିବା 2ଟି ଶକ୍ତିଶାଳୀ ଗମ୍ବୁଜଗୁଡ଼ିକରେ ପ୍ରାୟ 9,000 ବ୍ୟକ୍ତି ଆଶ୍ରୟ ନେଇଥିବା ଦେଖି ସେମାନଙ୍କୁ ଆକ୍ରମଣ କରିବା ପାଇଁ ସିମୋନ, ଯୋସେଫ, ସାକେଉସ ଓ ତାଙ୍କର ଅନୁଗାମୀମାନଙ୍କୁ ମାକାବେଉସ ସେଠାରେ ଛାଡ଼ିଦେଲେ। ତତ୍ପରେ ଯେଉଁଠି ତାଙ୍କର ଉପସ୍ଥିତି ନିତାନ୍ତ ଆବଶ୍ୟକ ଥିଲା ସେ ସ୍ଥାନମାନଙ୍କୁ ସେ ନିଜେ ଯାତ୍ରା କଲେ। କିନ୍ତୁ ସିମୋନଙ୍କର ସହବର୍ତ୍ତୀମାନେ ଅର୍ଥଲୋଭୀ ଥିଲେ। ତହୁଁ ଗମ୍ବୁଜବାସୀମାନେ ସେମାନଙ୍କୁ ଲାଞ୍ଚ ଦେଲେ ଓ 70,000 ଦ୍ରାକ୍ମା ଗ୍ରହଣ କରି ସେମାନେ ଗମ୍ବୁଜବାସୀମାନଙ୍କ ମଧ୍ୟରୁ କେତେକ ବ୍ୟକ୍ତିଙ୍କୁ ରକ୍ଷା ପାଇବା ପାଇଁ ଅନୁମତି କଲେ। ସଂଗଠିତ ବିଷୟ ମାକାବେଉସ ଜାଣିପାରିଲେ ଓ ଜନତାର ନେତାମାନଙ୍କୁ ଏକତ୍ରିତ କରି ଦୋଷାରୋପ କଲେ ଯେ ନିଜ ଭ୍ରାତାମାନଙ୍କ ବିରୁଦ୍ଧରେ ଯୁଦ୍ଧ କରିବା ସକାଶେ ସେମାନଙ୍କର ଶତ୍ରୁମାନଙ୍କୁ ମୁକ୍ତ କରି ସେହି ଲୋକେ ନିଜ ଭ୍ରାତାମାନଙ୍କୁ ଅର୍ଥ ବିନିମୟରେ ବିକ୍ରୟ କରିଅଛନ୍ତି। ଏହାପରେ କୃତଘ୍ନ ବ୍ୟକ୍ତି ରୂପେ ପରିଗଣିତ ହୋଇଥିବା ସେହି ଲୋକମାନଙ୍କୁ ସେ ହତ୍ୟା କଲେ ଓ ଗମ୍ବୁଜଦ୍ୱୟକୁ ସହସା ଅଧିକାର କଲେ। ଅସ୍ତ୍ରଶସ୍ତ୍ର ପ୍ରୟୋଗ ଜରିଆରେ ତାଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ସମସ୍ତ ଉଦ୍ୟମରେ ଜୟଯୁକ୍ତ ହୋଇଥିବା ମାକାବେଉସ ସେହି ଗମ୍ବୁଜଦ୍ୱୟବାସୀ 20,000ରୁ ଅଧିକ ବ୍ୟକ୍ତିଙ୍କୁ ବିନାଶ କଲେ। ତିମୋଥିର ପରାଜୟ ଓ ଗାସାର ଅଧିକୃତ, ଯାହାକୁ ଯିହୁଦୀମାନେ ପୂର୍ବରେ ପରାସ୍ତ କରିଥିଲେ, ସେହି ତିମୋଥି ଗୋଟିଏ ବିରାଟ ମଜୁରିଆ ସୈନ୍ୟଦଳ ଓ ଏସିଆରୁ ଏକ ବିପୁଳ ଅଶ୍ୱାରୋହୀ ସୈନ୍ୟଦଳକୁ ଏକତ୍ରିତ କରି ଜୁଦିଆକୁ ଅତି ଶୀଘ୍ର ଆକ୍ରମଣ କରିବା ପାଇଁ ଆସିଲା। ସେ ଯେବେ ନିକଟବର୍ତ୍ତୀ ହେଲା, ମାକାବେଉସ ଓ ତାଙ୍କର ଅନୁଗାମୀମାନେ ତେବେ ନିଜ ନିଜ ମସ୍ତକ ଉପରେ ଧୂଳି ଛିଞ୍ଚି ଓ ନିଜ ନିଜ କଟିଦେଶରେ ଚଟବସ୍ତ୍ର ପରିଧାନ କରି ଈଶ୍ୱରଙ୍କ ସନ୍ନିଧାନରେ ନିବେଦନ କଲେ। ବଳିପୀଠ ସମ୍ମୁଖସ୍ଥ ସୋପାନ ଉପରେ ସାଷ୍ଟାଙ୍ଗ ପ୍ରଣିପାତ କରି ବିଧାନରେ ଉଲ୍ଲିଖିତ ଥିବା ଅନୁଯାୟୀ ସେମାନେ ଭିକ୍ଷା କଲେ ଯେ ଈଶ୍ୱର ସେମାନଙ୍କ ପ୍ରତି କରୁଣା ପ୍ରଦର୍ଶନ କରନ୍ତୁ, ସେମାନଙ୍କର ଶତ୍ରୁ ବିରୁଦ୍ଧରେ ସ୍ୱୟଂ ସେ ଶତ୍ରୁ ହୁଅନ୍ତୁ ଓ ସେମାନଙ୍କର ବିରୋଧୀ ବିରୁଦ୍ଧରେ ସେ ନିଜେ ଜଣେ ବିରୋଧୀ ସଦୃଶ ହୁଅନ୍ତୁ। ତତ୍ପରେ ସେହି ପ୍ରାର୍ଥନା ସ୍ଥାନରୁ ଉଠି ନିଜ ନିଜର ଅସ୍ତ୍ରଶସ୍ତ୍ର ଧରି ସେମାନେ ନଗରୀଠାରୁ କିଛି ଦୂରକୁ ଯାତ୍ରା କଲେ। ପ୍ରଭାତରେ ଉଭୟ ସୈନ୍ୟଦଳ ରଣଭୂମିରେ ପରସ୍ପରର ସମ୍ମୁଖୀନ ହେଲେ। ସେମାନଙ୍କ ମଧ୍ୟରୁ ଏକ ଦଳର ବୀରତ୍ୱ କେବଳ ନୁହେଁ, ବରଂ ଈଶ୍ୱରଙ୍କଠାରେ ଥିବା ସେମାନଙ୍କର ଆସ୍ଥା ମଧ୍ୟ ସେମାନଙ୍କ କୃତକାର୍ଯ୍ୟ ତଥା ବିଜୟର ଏକ ବନ୍ଧକ ଥିଲା। ତତ୍ପରବର୍ତ୍ତେ ଅନ୍ୟ ଦଳଟି ସେମାନଙ୍କ କ୍ରୋଧକୁ ଯୁଦ୍ଧରେ ସେମାନଙ୍କ ନେତା ରୂପେ ମନୋନୀତ କରିଥିଲେ। ଯୁଦ୍ଧ ଭୀଷଣ ହେବା ସମୟରେ ସୁବର୍ଣ୍ଣ ଲଗାମ ସଂଯୁକ୍ତ ଘଟକ ଉପରେ ଆରୋହଣ କରିଥିବା 5 ଜଣ ସମୁଜ୍ଜ୍ୱଳ ବ୍ୟକ୍ତି ଶତ୍ରୁମାନଙ୍କର ଦୃଷ୍ଟିରେ ସ୍ୱର୍ଗରୁ ଆବିର୍ଭୂତ ହେଲେ ଓ ସେମାନେ ଯିହୁଦୀମାନଙ୍କର ନେତୃତ୍ୱ ନେଲେ। ମାକାବେଉସ ଯେପରି ଆଘାତ ପ୍ରାପ୍ତ ନ ହୁଅନ୍ତି ସେଥିପାଇଁ ସେମାନେ ତାକୁ ବେଷ୍ଟନ କରି ନିଜ ନିଜର ଢାଲ ତଥା ଅସ୍ତ୍ରଶସ୍ତ୍ର ଦ୍ୱାରା ତାଙ୍କୁ ସଂରକ୍ଷଣ କଲେ।
ଶତ୍ରୁମାନଙ୍କ ବିରୁଦ୍ଧରେ ତୀର ତଥା ବଜ୍ର କ୍ଷେପଣ କରି ସେମାନେ ସେମାନଙ୍କୁ ବିଭ୍ରାନ୍ତ ତଥା ଅନ୍ଧ କଲେ। ଫଳରେ ବିଭ୍ରମ ହୋଇ ସେମାନେ ନିହତ ହୋଇପଡ଼ିଲେ। ଏହିପରି 600 ଅଶ୍ୱାରୋହୀ ବ୍ୟତୀତ 20,500 ଯୋଦ୍ଧାଗଣ ନିହତ ହେଲେ। କେରେୟାସର ଅଧୀନସ୍ଥ ଓ ଶକ୍ତିଶାଳୀ ପ୍ରହରୀ ସେନା ମାଧ୍ୟମରେ ସଂରକ୍ଷିତ ଗାସାର ନାମକ ଗୋଟିଏ ଦୁର୍ଗକୁ ପଳାୟନ କରି ତିମୋଥି ଆଶ୍ରୟ ନେଲା। ଏଥିରେ ମାକାବେଉସ ଓ ତାଙ୍କର ଅନୁଗାମୀମାନେ ସନ୍ତୁଷ୍ଟ ହେଲେ। ସେମାନେ ସେହି ଦୁର୍ଗକୁ 4 ଦିନ ଧରି ଅବରୋଧ କଲେ। ତାହାର ଦୃଢ଼ତା ଉପରେ ଆସ୍ଥା ରଖି ଦୁର୍ଗବାସୀମାନେ ଭୟାନକ ଈଶ୍ୱର ନିନ୍ଦା ଉଚ୍ଚାରଣ କଲେ ଓ ଦୁଷ୍ଟ ବଚନସମୂହ ବର୍ଷଣ କଲେ। କିନ୍ତୁ ପଞ୍ଚମ ଦିବସରେ ପ୍ରଭାତରେ ମାକାବେଉସଙ୍କ ସୈନ୍ୟଦଳ 20 ଜଣ ଯୁବା ବ୍ୟକ୍ତି ସେହି ଈଶ୍ୱର ନିନ୍ଦା ସକାଶେ କ୍ରୋଧାଗ୍ନିରେ ପ୍ରଜ୍ୱଳିତ ହୋଇ ପ୍ରାଚୀର ଆକ୍ରମଣ କଲେ ଓ ହିଂସ୍ରକ ତୁଲ୍ୟ କୋପର ପ୍ରଣୋଦିତ ହୋଇ ଦେଖିବାକୁ ପାଉଥିବା ସମସ୍ତଙ୍କୁ ସଂହାର କଲେ। ପ୍ରାଚୀର ଆକ୍ରମଣ କରିଥିବା ଅନ୍ୟ କେତେକ ବ୍ୟକ୍ତି ଦୁର୍ଗ ସଂରକ୍ଷକମାନଙ୍କୁ ଘେରାଉ କରି ସେମାନଙ୍କୁ ପଶ୍ଚାତ୍ ଭାଗରୁ ଆକ୍ରମଣ କଲେ ଓ ଗମ୍ବୁଜଗୁଡ଼ିକୁ ଦଗ୍ଧ କଲେ। ସେମାନେ ଅଗ୍ନି ଜଳାଇ ସେହି ଈଶ୍ୱର ନିନ୍ଦୁକମାନଙ୍କୁ ଜୀବିତାବସ୍ଥାରେ ଦଗ୍ଧ କଲେ। ସେ ସମୟରେ ଅନ୍ୟ କେତେକ ବ୍ୟକ୍ତି ଦ୍ୱାରଗୁଡ଼ିକୁ ଭାଙ୍ଗି ଦେଇ ନିଜ ସୈନ୍ୟ ଦଳର ଅବଶିଷ୍ଟ ବ୍ୟକ୍ତିମାନଙ୍କୁ ଦୁର୍ଗ ମଧ୍ୟରେ ପ୍ରବେଶ କରିବାକୁ ସୁଯୋଗ ଦେଲେ ଓ ସେହିପରି ସେମାନେ ନଗରୀଟିକୁ ଅଧିକାର କଲେ। ଏକ କୂପ ମଧ୍ୟରେ ଲୁକାୟିତ ହୋଇ ରହିଥିବା ତିମୋଥି, ତାର ଭ୍ରାତା କେରେୟାସ ଓ ଆପୋଲୋଫାନେସକୁ ସେମାନେ ନିଧନ କଲେ। ଏ ସମସ୍ତ କାର୍ଯ୍ୟ ସମ୍ପାଦନ କଲା ପରେ ଯେ ଇସ୍ରାଏଲୀୟ ଜନତା ପ୍ରତି ମହତ କରୁଣା ପ୍ରଦର୍ଶନ କରି ସେମାନଙ୍କୁ ବିଜୟ ପ୍ରଦାନ କରିଥିଲେ, ସେହି ପ୍ରଭୁଙ୍କ ଉଦ୍ଦେଶ୍ୟରେ ସେମାନେ ସ୍ତବଗାନ ପୂର୍ବକ କୃତଜ୍ଞତାର୍ପଣ କଲେ। ଅଧ୍ୟାୟ 11। ଲିସିଆସର ପରାଜୟ। ଯିଏ ରାଜାଙ୍କ ସଂରକ୍ଷକ, ଆତ୍ମୀୟ ବ୍ୟକ୍ତି ତଥା ରାଜ୍ୟଟିର ଶାସନ ଦାୟିତ୍ୱ ଗ୍ରହଣ କରିଥିଲା, ସେହି ଲିସିଆସ ଏ ସମସ୍ତ ଘଟଣାର ସମ୍ବାଦ ପାଇ ବିରକ୍ତ ହେଲା। ସୁତରାଂ ସେ 80,000 ପଦାତିକ ସୈନ୍ୟ ଓ ତାର ସମସ୍ତ ଅଶ୍ୱାରୋହୀ ସୈନ୍ୟଙ୍କୁ ସମବେତ କରି ଯିହୁଦୀମାନଙ୍କ ବିରୁଦ୍ଧରେ ପ୍ରସ୍ଥାନ କଲା। ନଗରୀଟିକୁ ଗ୍ରୀସୀୟମାନଙ୍କ ବାସସ୍ଥାନରେ ପରିଣତ କରିବା, ଅନ୍ୟ ଜାତିସମୂହ ପବିତ୍ର ସ୍ଥାନ ପ୍ରତି ଯେପରି କରାୟତ୍ତ କରାଯାଇଥିଲା, ସେହିପରି ଦେବାଳୟ ଉପରେ ମଧ୍ୟ ଭେଟି ବସାଇବା ଓ ପ୍ରତିବର୍ଷ ମହାଯାଜକତ୍ୱ ପଦବୀକୁ ବିକ୍ରୟ କରିବା ତାର ଲକ୍ଷ୍ୟ ଥିଲା। ତାର ଆୟୁତ ପଦାତିକ ସୈନ୍ୟ, ହଜାର ହଜାର ଅଶ୍ୱାରୋହୀ ସୈନ୍ୟ ଓ 80ଟି ହସ୍ତୀର ଦଳରେ ଅହଙ୍କାରୀ ହୋଇ ସେ ଈଶ୍ୱରଙ୍କ ଶକ୍ତିକୁ ତୁଚ୍ଛ ମନେ କଲା। ସେ ଜୁଦିଆ ଆକ୍ରମଣ କଲା ଓ ଜେରୁସାଲେମଠାରୁ ପ୍ରାୟ 20 ମାଇଲ ଦୂରାନ୍ତ ଓ ସୁଦୃଢ଼ ଦୁର୍ଗ ଦ୍ୱାରା ସଂରକ୍ଷିତ ବେତ୍‌ସୁର ସନ୍ନିକଟ ହୋଇ ତାହାକୁ ଅବରୋଧ କଲା। ଦୁର୍ଗ ସମୂହକୁ ଲିସିଆସ ଅବରୋଧ କରିଥିବା ସମ୍ବାଦ ପାଇ ମାକାବେଉସ ଓ ତାଙ୍କର ଅନୁଗାମୀମାନେ ଇସ୍ରାଏଲର ସଂରକ୍ଷଣ ପାଇଁ ଜଣେ ଉତ୍ତମ ଦେବଦୂତଙ୍କୁ ପ୍ରେରଣ କରିବା ସକାଶେ ପ୍ରଭୁଙ୍କ ସନ୍ନିଧାନରେ ବିଳାପ ତଥା ଅଶ୍ରୁପାତ ପୂର୍ବକ ପ୍ରାର୍ଥନା କଲେ। ମାକାବେଉସ ନିଜେ ପ୍ରଥମେ ଅସ୍ତ୍ରଶସ୍ତ୍ର ଧରିଲେ ଓ ଅନ୍ୟ ସମସ୍ତଙ୍କୁ ଆବେଦନ ଜଣାଇଲେ ଯେ ସେମାନେ ସେମାନଙ୍କ ଭ୍ରାତାମାନଙ୍କର ସାହାଯ୍ୟ ନିମନ୍ତେ ନିଜ ନିଜର ଜୀବନକୁ ତାଙ୍କ ସହ ବିପଦାପନ୍ନ କରନ୍ତୁ। ଏହାପରେ ସେମାନେ ସମ୍ମିଳିତ ଭାବେ ଶୀଘ୍ର ଗମନ କଲେ। ତଥାପି ଜେରୁସାଲେମର ନିକଟବର୍ତ୍ତୀ ଥିବାବେଳେ ଶୁଭ୍ର ବସ୍ତ୍ର ପରିହିତ ଓ ସୁବର୍ଣ୍ଣ ଅସ୍ତ୍ରଶସ୍ତ୍ର ବୁଲାଉଥିବା ଏକ ଅଶ୍ୱାରୋହୀ ସେମାନଙ୍କ ସମ୍ମୁଖରେ ଆବିର୍ଭୂତ ହେବା ସେମାନେ ଦେଖିବାକୁ ପାଇଲେ। ତହୁଁ ସେମାନେ ଏକ ସ୍ୱରରେ ଦୟାଳୁ ଈଶ୍ୱରଙ୍କର ସ୍ତୁତିଗାନ କଲେ ଓ କେବଳ ମନୁଷ୍ୟମାନଙ୍କୁ ନୁହେଁ
ବରଂ ବନ୍ୟ ପଶୁ କିମ୍ବା ଲୌହ ନିର୍ମିତ ପ୍ରାଚୀରକୁ ମଧ୍ୟ ଆକ୍ରମଣ କରିବା ପାଇଁ ମନରେ ଉତ୍ସାହିତ ହେଲେ। ପ୍ରଭୁ ସେମାନଙ୍କ ପ୍ରତି କୃପା କରିଥିବା ହେତୁ ସେମାନେ ସେହି ସ୍ୱର୍ଗୀୟ ସହାୟକଙ୍କ ସମେତ ଯୁଦ୍ଧ ସକାଶେ ପ୍ରସ୍ତୁତ ଶୃଙ୍ଖଳିତ ଅବସ୍ଥାରେ ଅଗ୍ରସର ହେଲେ। ଶତ୍ରୁମାନଙ୍କ ଉପରେ ସିଂହ ସଦୃଶ ଲମ୍ପ ଦେଇ ସେମାନେ 11,000 ପଦାତିକ ସୈନ୍ୟ ଓ 1,600 ଅଶ୍ୱାରୋହୀ ସୈନ୍ୟଙ୍କୁ ବଦ୍ଧ କଲେ ଓ ଅବଶିଷ୍ଟ ସମସ୍ତଙ୍କୁ ବିତାଡ଼ିତ କଲେ। ସେମାନଙ୍କ ମଧ୍ୟରୁ ଅଧିକାଂଶ ଲୋକ ଆଘାତପ୍ରାପ୍ତ ଓ ନିରସ୍ତ୍ର ଅବସ୍ଥାରେ ପଳାୟନ କଲେ। ସ୍ୱୟଂ ଲିସିଆସ୍ ଅପମାନଜନକ ପଳାୟନ ମାଧ୍ୟମରେ ନିଜକୁ ରକ୍ଷା କଲେ। ଲିସିଆସର ଶାନ୍ତି ସନ୍ଧି ଓ 4ଟି ପତ୍ର। ଲିସିଆସ୍ ଜଣେ ବୁଦ୍ଧିହୀନ ବ୍ୟକ୍ତି ନଥିଲା, ସୁତରାଂ ତା ପ୍ରତି ସଂଗଠିତ ପରାଜୟ ସମ୍ପର୍କରେ ଅନୁଧ୍ୟାନ କରି ସେ ହୃଦବୋଧ କଲା ଯେ ପରାକ୍ରମଶାଳୀ ଈଶ୍ୱର ସେମାନଙ୍କ ସପକ୍ଷରେ ସଂଗ୍ରାମ କରନ୍ତି ଓ ସେଥିଯୋଗୁଁ ଏବ୍ରେୟ ଜନତା ଅଜେୟ। ତହୁଁ ସେ ଲୋକ ପଠାଇ ନ୍ୟାୟସଙ୍ଗତ ସର୍ତ୍ତରେ ଚୁକ୍ତି କରିବାକୁ ସେମାନଙ୍କୁ ପ୍ରବର୍ତ୍ତାଇଲା, ଯେପରିକି ସେ ନିଜେ ରାଜାଙ୍କୁ ସେମାନଙ୍କର ମିତ୍ର ହେବା ପାଇଁ ପ୍ରବର୍ତ୍ତାଇପାରେ। ସର୍ବସାଧାରଣଙ୍କ କୁଶଳ କାମନା କରି ଲିସିଆସ୍ ଦାବି କରିଥିବା ସମସ୍ତ କାର୍ଯ୍ୟ ପ୍ରତି ମାକାବେଉସ୍ ସମ୍ମତ ହେଲେ। ଯେଉଁ ଦାବି ସମୂହକୁ ଲେଖି ମାକାବେଉସ୍ ଲିସିଆସ୍ ହସ୍ତରେ ସମର୍ପଣ କଲେ, ସେହି ସମସ୍ତ ନିବେଦନ ପ୍ରତି ରାଜା ସମ୍ମତି ପ୍ରକାଶ କଲେ। ଏହାପରେ ଲିସିଆସ୍ ଯିହୁଦୀମାନଙ୍କ ନିକଟକୁ ଏହିପରି ଖଣ୍ଡିଏ ପତ୍ର ଲେଖି ପଠାଇଲା। ଯିହୁଦୀ ଜନତାକୁ ଲିସିଆସ୍ ଶୁଭେଚ୍ଛା ଜଣାଏ। ତୁମମାନଙ୍କ ଦ୍ୱାରା ପ୍ରେରିତ ଯୋହନ ଓ ଅବସଲୋମନ ତୁମର ଦସ୍ତଖତ ଯୁକ୍ତ ପତ୍ର ମୋତେ ସମର୍ପଣ କରି ସେଥିରେ ଉଲ୍ଲିଖିତ ଥିବା ବିଷୟରେ କଥାବାର୍ତ୍ତା କଲେ। ରାଜାଙ୍କୁ ଜଣାଇବାକୁ ଥିବା ସମସ୍ତ କାର୍ଯ୍ୟ ମୁଁ ତାଙ୍କୁ ଅବଗତ କରାଇଲି। ଯାହା ସାଧ୍ୟ ସେ ସମସ୍ତ ପ୍ରତି ସେ ସମ୍ମତି ପ୍ରକାଶ କରିଅଛନ୍ତି। ଶାସନ ବ୍ୟବସ୍ଥା ପ୍ରତି ତୁମେମାନେ ଯଦି ତୁମର ସଦିଚ୍ଛା ପ୍ରଦର୍ଶନ କରିବ, ତେବେ ଭବିଷ୍ୟତରେ ତୁମମାନଙ୍କର ମଙ୍ଗଳ ସକାଶେ ମୁଁ ବ୍ରତୀ ହେବି। ଏ ସମସ୍ତ କାର୍ଯ୍ୟ ତଥା ତା ସମ୍ବନ୍ଧୀୟ ଯେକୌଣସି ବିଷୟରେ ବିଶଦ ଭାବେ ତୁମମାନଙ୍କ ସହ ଆଲୋଚନା କରିବା ପାଇଁ ମୁଁ ଏହି ବ୍ୟକ୍ତିଗଣ ଓ ମୋ ପ୍ରତିନିଧିମାନଙ୍କୁ ଆଦେଶ ଦେଇଅଛି। ଶୁଭ ବିଦାୟ। 148 ବର୍ଷର ଦିୟସ୍ କରନ୍ତିୟସର ଚତୁର୍ଦିବସ ଦିନ। ରାଜାଙ୍କର ପତ୍ର ଏହି। ରାଜା ଆନ୍ତିଓଖସ୍ ନିଜ ଭ୍ରାତା ସିଲିସିଆକୁ ଶୁଭେଚ୍ଛା ଜଣାନ୍ତି। ଆମ ପିତା ଦେବମାନଙ୍କ ନିକଟକୁ ଯାଇଥିବା ଯୋଗୁଁ ଦେଶବାସୀ ପ୍ରଜାଗଣ ନିର୍ବିଘ୍ନତାର ସହ ସ୍ୱେଚ୍ଛାନୁସାରେ ଯେପରି ନିଜ ନିଜର କାର୍ଯ୍ୟକଳାପରେ ଲିପ୍ତ ହୋଇ ରୁହନ୍ତି, ସେଥିସକାଶେ ଆମେ ଅଭିଳାଷ ପୋଷଣ କରୁ। ଆମେ ଶୁଣିବାକୁ ପାଇଅଛୁ ଯେ ଗ୍ରୀଷ୍ୟ ଦେଶାଚାରକୁ ଧରି ରଖିବା ଉଦ୍ଦେଶ୍ୟରେ ଆମର ପିତା ଯିହୁଦୀମାନଙ୍କୁ ପ୍ରଦାନ କରିଥିବା ଆଦେଶ ସେମାନଙ୍କ ନିକଟରେ ଅସ୍ୱୀକାର୍ଯ୍ୟ ଅଟେ ଓ ସେମାନେ ନିଜ ପ୍ରଣାଳୀ ମୁତାବକ ଜୀବନଯାପନ କରିବାକୁ ପସନ୍ଦ କରିବା ଯୋଗୁଁ ତଦନୁଯାୟୀ କରିବାକୁ ସେମାନେ ଅନୁମତି ଭିକ୍ଷା କରନ୍ତି। ଏହି ଜନତା ମଧ୍ୟ ଯେପରି ନିର୍ବିଘ୍ନତାରୁ ମୁକ୍ତ ହୋଇ ଜୀବନଯାପନ କରିବା ସକାଶେ ଆମେ କାମନା ପୋଷଣ କରୁଛୁ। ସୁତରାଂ ଆମର ଆଦେଶ ଏହା ଯେ ସେମାନଙ୍କର ଦେବାଳୟ ସେମାନଙ୍କୁ ଫେରାଇ ଦିଆଯାଉ ଓ ସେମାନେ ସେମାନଙ୍କ ପିତୃପୁରୁଷମାନଙ୍କର ପ୍ରଣାଳୀ ମୁତାବକ ଜୀବନଯାପନ କରନ୍ତୁ। ସେମାନେ ଯେପରି ଆମର ଏହି ପଦ୍ଧତି ଜାଣନ୍ତି ଓ ତଦ୍ୱାରା ସନ୍ତୋଷପୂର୍ବକ ନିଜ ନିଜ କାର୍ଯ୍ୟର ଆୟୋଜନ କରନ୍ତି, ସେଥିପାଇଁ ସେମାନଙ୍କ ପ୍ରତି ଆମ ବନ୍ଧୁତ୍ୱର ଏକ ଚିହ୍ନ ସଦୃଶ ଏହି ସମ୍ବାଦ ତୁମେ ସେମାନଙ୍କୁ ଜଣାଇବା ଅତ୍ୟୁତ୍ତମ କାର୍ଯ୍ୟ ହେବ। ଜନତା ପ୍ରତି ରାଜାଙ୍କ ପ୍ରଦତ୍ତ ପତ୍ରଟି
ଏହା ରାଜା ଆନ୍ତିଓଖସ୍ ଜିହୁଦୀମାନଙ୍କର ରାଷ୍ଟ୍ର ପରିଷଦ ଓ ଅନ୍ୟ ସମସ୍ତ ଜିହୁଦୀମାନଙ୍କୁ ଶୁଭେଚ୍ଛା ଜଣାନ୍ତି। ଆମର ଅଭିଳାଷ ଏହା ଯେ ତୁମମାନଙ୍କର ମଙ୍ଗଳ ହେଉ। ଆମେ ମଧ୍ୟ ସୁସ୍ଥ ଅଛୁ। ମେନେଲାଓସ୍ ଆମକୁ ଜଣାଉଛନ୍ତି ଯେ ତୁମେମାନେ ନିଜ ନିଜର ଗୃହକୁ ଫେରିଯିବା ଓ ନିଜ ନିଜ କାର୍ଯ୍ୟରେ ଲିପ୍ତ ହେବା ପାଇଁ ଆଗ୍ରହୀ। ସୁତରାଂ କସାନ୍ତିକସର 63ତମ ଦିବସ ପୂର୍ବରୁ ନିଜ ନିଜ ଗୃହକୁ ଫେରୁଥିବା ସମସ୍ତଙ୍କ ପ୍ରତି ଆମେ ଆମର ବନ୍ଧୁତ୍ୱ ସ୍ଥାପନ କରୁ। ଜିହୁଦୀମାନଙ୍କୁ ନିଜର ଭକ୍ଷଣ ଉପଭୋଗ କରିବା ଏବଂ ସେମାନଙ୍କ ବିଧାନ ମୁତାବକ ପୂର୍ବ ଭଳି ଜୀବନଯାପନ କରିବାକୁ ଆମେ ସମ୍ପୂର୍ଣ୍ଣ ଅନୁମତି ପ୍ରଦାନ କରୁ। ଅଜ୍ଞାତସାରରେ ସେମାନେ ଯାହା କରିଥିବେ ସେଥିସକାଶେ କେହି ସେମାନଙ୍କୁ କୌଣସି ପ୍ରକାର ଶାସ୍ତି ଦେବ ନାହିଁ। ତୁମମାନଙ୍କୁ ଉତ୍ସାହ ଦେବା ସକାଶେ ମୁଁ ମେନେଲାଓସଙ୍କୁ ମଧ୍ୟ ପଠାଇଅଛି। ଶୁଭ ବିଦାୟ। 148 ବର୍ଷର କସାନ୍ତିକସର 15 ଦିବସ। ରୋମୀୟମାନେ ମଧ୍ୟ ଜିହୁଦୀମାନଙ୍କ ନିକଟକୁ ଏହି ପତ୍ର ପଠାଇଲେ। ରୋମୀୟମାନଙ୍କ ପ୍ରତିନିଧିତ୍ୱ ଦ୍ୱୟ କିନ୍ତୁସ ମେମିୟୁସ୍ ଓ ତିତସ୍ ମାନିୟୁସ୍ ଜିହୁଦୀ ଜନତାକୁ ଶୁଭେଚ୍ଛା ଜଣାନ୍ତି। ରାଜାଙ୍କର ଆତ୍ମୀୟ ବ୍ୟକ୍ତି ଲିସିଆସ୍ ତୁମମାନଙ୍କୁ ପ୍ରଦାନ କରିଥିବା ଆନୁକୂଲ୍ୟ ପ୍ରତି ଆମେମାନେ ମଧ୍ୟ ସମ୍ମତି ପ୍ରକାଶ କରୁ। କିନ୍ତୁ ରାଜାଙ୍କର ଅଙ୍ଗୀକାରନାମା ପାଇଁ ସେ ଯେଉଁ ସମସ୍ତ ବିଷୟରେ ନିଷ୍ପତ୍ତି ନେଇଛନ୍ତି ସେ ସମ୍ବନ୍ଧରେ ଆଲୋଚନା କରିବା ପରେ ଯଥାଶୀଘ୍ର ତୁମେମାନେ ଜଣେ ଦୂତଙ୍କୁ ପଠାଇ ଆମକୁ ଜଣାଇଲେ ଆମେମାନେ ମଧ୍ୟ ତୁମ ଉଦ୍ଦେଶ୍ୟରେ ସମୁଚିତ ପ୍ରସ୍ତାବ ପ୍ରଦାନ କରିପାରିବୁ। କାରଣ ଆମେମାନେ ଆନ୍ତିଓଖିଆକୁ ଯାତ୍ରା କରିବା ପାଇଁ ଉଦ୍ୟତ। ସୁତରାଂ ସେ ସମ୍ବନ୍ଧରେ ତୁମମାନଙ୍କର ନିଷ୍ପତ୍ତି କ'ଣ? ଦୂତମାନଙ୍କୁ ପଠାଇ ତାହା ଆମମାନଙ୍କୁ ଜଣାଇବା ପାଇଁ ସତର ହୁଅ। ଶୁଭ ବିଦାୟ। 148 ବର୍ଷର କସାନ୍ତିକସର 15 ଦିବସ। ଅଧ୍ୟାୟ 12। ଜୋପା ଓ ଜାମିଆରେ ସଂଘଟିତ ଘଟଣା। ଏହି ସନ୍ଧି ଚୁକ୍ତି ସ୍ଥାପନ କଲା ପରେ ଲିସିଆସ୍ ରାଜାଙ୍କ ସମୀପକୁ ଫେରିଗଲା ଓ ଜିହୁଦୀମାନେ ସେମାନଙ୍କର କୃଷି କର୍ମରେ ବ୍ୟାପୃତ ହେଲେ। କିନ୍ତୁ କେତେକ ଅଞ୍ଚଳର ଦେଶାଧିପତିଗଣ ଟିମୋଥି, ଗେନେଉସଙ୍କ ପୁତ୍ର ଆପୋଲୋନିୟମସ୍, ହିୟରୋନିମସ୍, ଦେମୋଫୋନ୍ ପ୍ରଭୃତି ବ୍ୟକ୍ତି ଓ ସାଇପ୍ରସ୍ର ସେନାଧିପତି ନିକାନୋର ଜିହୁଦୀମାନଙ୍କୁ ଧୀର ସ୍ଥିର ତଥା ଶାନ୍ତିରେ ଜୀବନଯାପନ କରିବା ପାଇଁ ଅନୁମତି ଦେଲେ ନାହିଁ। ଜୋପାବାସୀ କେତେକ ବ୍ୟକ୍ତି ଏହିପରି ଏକ ଅଧର୍ମ କାର୍ଯ୍ୟ କଲେ। ସେମାନଙ୍କ ଦ୍ୱାରା ପ୍ରସ୍ତୁତ ନୌକାସମୂହରେ ପତ୍ନୀ ଓ ସନ୍ତାନମାନଙ୍କ ସମେତ ଜଳଯାତ୍ରା କରିବା ପାଇଁ ସେମାନଙ୍କ ମଧ୍ୟରେ ବାସ କରିଥିବା ଜିହୁଦୀମାନଙ୍କୁ ସେମାନେ ଆକ୍ରମଣ କଲେ। ସେମାନେ ଛଳନା କଲେ ଯେ ଜିହୁଦୀମାନଙ୍କ ପରି କୌଣସି ଅଶୁଭ ସୂଚକ ମନୋଭାବ ସେମାନେ ପୋଷଣ କରୁନାହାନ୍ତି। ନଗରୀବାସୀମାନଙ୍କର ସାର୍ବଜନୀନ ସମ୍ମତି ମୁତାବକ ସେମାନେ ଏହି ନିଷ୍ପତ୍ତି ନେଇଥିଲେ। ସେମାନଙ୍କ ଗହଣରେ ଶାନ୍ତିରେ ଜୀବନଯାପନ କରିବାକୁ ଆଗ୍ରହୀ ଜିହୁଦୀମାନେ କୌଣସି ଆପତ୍ତି ସମ୍ବନ୍ଧରେ ସନ୍ଦେହ ନ କରି ସେହି ନିମନ୍ତ୍ରଣକୁ ସ୍ୱୀକାର କଲେ। କିନ୍ତୁ ଜୋପାବାସୀମାନେ ସେମାନଙ୍କୁ ସମୁଦ୍ରକୁ ନେଇଯାଇ ବୁଡ଼ାଇ ବଦ୍ଧ କଲେ। ସେମାନେ ସଂଖ୍ୟାରେ 200ରୁ ନ୍ୟୁନ ନଥିଲେ। ସ୍ୱଦେଶୀୟମାନଙ୍କ ବିରୁଦ୍ଧରେ ସମ୍ପାଦିତ ଏହି ନିଷ୍ଠୁର କର୍ମର ସମ୍ବାଦ ପାଇ ଜୁଦାସ୍ ନିଜର ଅନୁଗାମୀମାନଙ୍କୁ ଆଦେଶ ଦେଲେ ଓ ନୀତିନିଷ୍ଠ ନ୍ୟାୟାଧୀଶ ଈଶ୍ୱରଙ୍କୁ ନିବେଦନ କଲା ପରେ ନିଜ ଭ୍ରାତାମାନଙ୍କର ଘାତକମାନଙ୍କୁ ଆକ୍ରମଣ କଲେ। ରାତ୍ରିରେ ସେ ବନ୍ଦର ଦଗ୍ଧ କଲେ ଓ ନୌକା ସମୂହ ଜଳାଇ ଦେଲେ।
ସେଠାରେ ଆଶ୍ରୟ ନେଇଥିବା ସମସ୍ତଙ୍କୁ ସେ ନିଧନ କଲେ। ନଗରୀ ଦ୍ୱାର ସମୂହ ରୁଦ୍ଧ ହୋଇଥିବା ଯୋଗୁଁ ପରେ ଆସି ସମସ୍ତ ଜପାବାସୀମାନଙ୍କୁ ନିର୍ମୂଳ କରିବା ଉଦ୍ଦେଶ୍ୟରେ ସେ ସେଠାରୁ ପ୍ରତ୍ୟାହାର କଲେ। କିନ୍ତୁ ନିଜ ମଧ୍ୟରେ ଥିବା ଯିହୁଦୀମାନଙ୍କୁ ମଧ୍ୟ ସେହିପରି ନିଶ୍ଚିହ୍ନ କରିବା ପାଇଁ ଜାମିଆବାସୀମାନେ ମୀମାଂସା ନେଇଥିବା ସମ୍ବାଦ ପାଇ ଜାମିଆବାସୀମାନଙ୍କୁ ମଧ୍ୟ ରାତ୍ରିରେ ଆକ୍ରମଣ କରି ବନ୍ଦର ତଥା ଜାହାଜ ସମୂହ ସେ ଦଗ୍ଧ କଲେ। ସେହି ଅଗ୍ନିକାଣ୍ଡର ଆଲୋକ 240 ସ୍ତାଦିୟନ ସୁଦୂରସ୍ଥ ଜେରୁସାଲେମରେ ଦୃଶ୍ୟମାନ ହୋଇଥିଲା। ଗିଲିଆଦ ବିରୁଦ୍ଧରେ ଅଭିଯାନ। ଏହାପରେ ସେମାନେ ଯେତେବେଳେ ତିମୋଥି ବିରୁଦ୍ଧରେ ନସ୍ଥାୟିୟନଠାରୁ ଅତି ଅଳ୍ପ ଦୂର ଯାତ୍ରା କଲେ, ସେତେବେଳେ 5000 ପଦାତିକ ଓ 500 ଅଶ୍ୱାରୋହୀ ସୈନ୍ୟ ବିଶିଷ୍ଟ ଗୋଟିଏ ଆରବୀୟ ସୈନ୍ୟଦଳ ସେମାନଙ୍କୁ ଆକ୍ରମଣ କଲେ। କଠିନ ସଂଗ୍ରାମ କରି ଈଶ୍ୱରଙ୍କ ସାହାଯ୍ୟ ବଳରେ ଜୁଦାସ ଓ ତାଙ୍କର ଅନୁଗାମୀମାନେ ଜୟଯୁକ୍ତ ହେଲେ। ପରାସ୍ତ ହୋଇଥିବା ସେହି ଯାଯାବରମାନେ ସେ ସମୟରେ ବନ୍ଧୁତ୍ୱ ସ୍ଥାପନ କରିବା ପାଇଁ ଜୁଦାସଙ୍କ ନିକଟରେ ଭିକ୍ଷା କଲେ। ତାଙ୍କୁ ଗୋପଲ ପ୍ରଦାନ କରିବା ଓ ତାଙ୍କର ସ୍ୱଜନମାନଙ୍କ ଉଦ୍ଦେଶ୍ୟରେ ସର୍ବବିଧ ସାହାଯ୍ୟ ଦେବା ପାଇଁ ସେମାନେ ସମ୍ମତ ହେଲେ। ସେମାନେ ଯେ ବାସ୍ତବତଃ ବହୁବିଧ ଭାବେ ଉପଯୁକ୍ତ ହେବେ, ଏହିପରି ଆଲୋଚନା କରି ସେମାନଙ୍କ ସହ ଶାନ୍ତି ସନ୍ଧି ସ୍ଥାପନ କରିବା ପାଇଁ ଜୁଦାସ ସମ୍ମତ ହେଲେ। ତାଙ୍କର ଚୁକ୍ତି ପ୍ରତିଜ୍ଞା ଲାଭ କରି ସେମାନେ ନିଜେ ନିଜର ତମ୍ବୁ ସମୂହକୁ ଗଲେ। ତତ୍ପରେ ଦୁର୍ଗ ତଥା ପ୍ରାଚୀର ଦ୍ୱାରା ସଂରକ୍ଷିତ ଗୋଟିଏ ନଗରୀକୁ ମଧ୍ୟ ସେ ଆକ୍ରମଣ କଲେ। ସେଥିରେ ବିବିଧ ଜାତୀୟ ବିଜାତୀୟମାନେ ଥିଲେ। ତାହା କାସ୍ପିନ୍ ନାମରେ ଅଭିହିତ ଥିଲା। ପ୍ରାଚୀରର ଦୃଢ଼ତା ଓ ନଗରୀରେ ସଞ୍ଚିତ ହୋଇଥିବା ପ୍ରଚୁର ଖାଦ୍ୟ ପଦାର୍ଥରେ ଆଧାରିତ ହୋଇ ନଗରୀବାସୀମାନେ ଈଶ୍ୱର ନିନ୍ଦା ଓ ଅଭଦ୍ର ବଚନ ଉଚ୍ଚାରଣ କଲେ ଏବଂ ଉପହାସ ଭାବେ ଜୁଦାସ ଓ ତାଙ୍କର ଅନୁଗାମୀମାନଙ୍କ ବିରୁଦ୍ଧରେ ଅହଙ୍କାରପୂର୍ବକ ଆଚରଣ କଲେ। କିନ୍ତୁ ଯିଏ ଯୋଶୁଆଙ୍କ ଦିନମାନଙ୍କରେ ଦୁର୍ଗ ଆକ୍ରମଣକାରୀ ଯନ୍ତ୍ର କିମ୍ବା ଅନ୍ୟ କୌଣସି ଯୁଦ୍ଧ ଯନ୍ତ୍ର ବ୍ୟତୀତ ଜେରିଖୋକୁ ଭୂପତିତ କରାଇଥିଲେ, ସଂସାରର ସେହି ସାର୍ବଭୌମ ଅଧିପତିତ୍ୱକୁ ଡାକି ପ୍ରାର୍ଥନା କଲା ପରେ ସେମାନେ ପ୍ରାଚୀର ବିରୁଦ୍ଧରେ ପ୍ରଚଣ୍ଡ ଆକ୍ରମଣ କଲେ। ଈଶ୍ୱରଙ୍କ ଅଭୀଷ୍ଟ ମୁତାବକ ନଗରୀଟିକୁ ଅଧିକାର କରି ସେମାନେ ସଂଖ୍ୟାଧିକ ଲୋକଙ୍କୁ ସଂହାର କଲେ। ତାହା ଫଳରେ 2 ସ୍ତାଦିୟନ ପ୍ରସ୍ଥ ବିଶିଷ୍ଟ ଗୋଟିଏ ନିକଟବର୍ତ୍ତୀ ହ୍ରଦ ରକ୍ତରେ ଉଛୁଳି ଉଠିବା ସଦୃଶ୍ୟ ଦୃଶ୍ୟମାନ ହେଲା। କାର୍ନାମିୟରେ ଯୁଦ୍ଧ। ସେ ସ୍ଥାନରୁ 750 ସ୍ତାଦିୟନ ଯାତ୍ରା କରି ତୁବିୟ ନାମରେ ପରିନାମିତ ଯିହୁଦୀମାନଙ୍କ ଦ୍ୱାରା ଆଦୁଖିତ କାରାକୋସିୟକୁ ସେମାନେ ଆସିଲେ। ସେମାନେ ସେହି ଅଞ୍ଚଳରେ ତିମୋଥିକୁ ଦେଖିବାକୁ ପାଇଲେ ନାହିଁ। ଏକ ସ୍ଥାନରେ ଶକ୍ତିଶାଳୀ ପ୍ରହରୀ ସୈନ୍ୟକୁ ଅବସ୍ଥାପିତ କରାଇଥିବା ସତ୍ତ୍ୱେ କୌଣସି କାର୍ଯ୍ୟ ନ କରି ସେ ସ୍ଥାନରୁ ପ୍ରତ୍ୟାହାର କରିଥିଲା। ତିମୋଥି ଯେଉଁ 10,000ରୁ ଅଧିକ ସଂଖ୍ୟା ବିଶିଷ୍ଟ ସୈନ୍ୟମାନଙ୍କୁ ଦୁର୍ଗରେ ଅବସ୍ଥାପିତ କରାଇଥିଲା, ମାକାବେସଙ୍କ ଅଧୀନସ୍ଥ ଦୋସିତେଉସ୍ ଓ ସୋସିପାଥେର ନାମକ 2 ଜଣ ସେନାପତି ସୈନ୍ୟଦଳ ସମେତ ପ୍ରସ୍ଥାନ କରି ସେହି ସୈନ୍ୟମାନଙ୍କୁ ବିନାଶ କଲେ। କିନ୍ତୁ ମାକାବେଉସ୍ ନିଜର ସୈନ୍ୟଦଳକୁ ବିଭିନ୍ନ ବିଭାଗରେ ବିଭକ୍ତ କରି ସେହି ଦଳ ସମୂହ ଉପରେ ସେନାପତିମାନଙ୍କୁ ନିଯୁକ୍ତି କଲେ ଓ ତତ୍ପରେ 1,20,000 ପଦାତିକ ଓ 2,500 ଅଶ୍ୱାରୋହୀ ସଂଖ୍ୟା ବିଶିଷ୍ଟ ତିମୋଥିର ସୈନ୍ୟବାହିନୀକୁ ପଶ୍ଚାତଧାବନ କଲେ। ଜୁଦାସଙ୍କ ଆଗମନର ସମ୍ବାଦ ପାଇ ନାରୀ, ଶିଶୁଗଣ ଓ ସାମଗ୍ରୀ ସମୂହକୁ
କାର୍ନାଇମ୍ ନାମକ ଏକ ସ୍ଥାନକୁ ତିମୋଥୀ ପଠାଇଦେଲା, କାରଣ ସେ ସ୍ଥାନାଭିମୁଖୀ ପଥ ସଂକୀର୍ଣ୍ଣ ତଥା ଦୁର୍ଗମ ଥିବା ଯୋଗୁଁ ତାର ଅବରୋଧ କଷ୍ଟକର ଥିଲା। କିନ୍ତୁ ଜୁଦାସଙ୍କ ସୈନ୍ୟବାହିନୀରୁ ପ୍ରଥମ ଦଳ ସନ୍ନିକଟ ହେବା କ୍ଷଣି ଯିଏ ସର୍ବଦର୍ଶୀ ତାହାଙ୍କର ପ୍ରକାଶନ ବଳରେ ସେମାନେ ଆତଙ୍କିତ ତଥା ଭୀତ ହେଲେ। ସୁତରାଂ ଉଭୟ ପାର୍ଶ୍ୱକୁ ନ ଦେଖି ସେମାନେ ପଳାୟନ କଲେ, ଯଦ୍ୱାରା ସ୍ୱଜନମାନଙ୍କ ଦ୍ୱାରା ବାରମ୍ବାର ଆକ୍ରମିତ ହୋଇ ସେମାନଙ୍କର ଖଡ଼୍ଗ ଦ୍ୱାରା ବିଦ୍ଧ ହୋଇ ସେମାନେ ଆଘାତପ୍ରାପ୍ତ ହେଲେ। ବିରଚିତ ଭାବେ ସେମାନଙ୍କୁ ପଶ୍ଚାତଧାବନ କରି ଜୁଦାସ ସେହି ପାପୀମାନଙ୍କୁ ଖଡ଼୍ଗରେ ନିଧନ କଲେ। ଏହିପରି ସେମାନଙ୍କ ମଧ୍ୟରୁ ପ୍ରାୟ 30,000 ବ୍ୟକ୍ତି ବିନଷ୍ଟ ହେଲେ। ଦୋସିତେଉସ ଓ ସୋସିପାତେରଙ୍କ ସୈନ୍ୟଦଳ ସ୍ୱୟଂ ତିମୋଥୀଙ୍କୁ ଅଧିକାର କଲେ, କିନ୍ତୁ ସେମାନଙ୍କ ମଧ୍ୟରୁ ଅଧିକାଂଶ ଲୋକଙ୍କ ପିତାମାତା ଓ କେତେକ ବ୍ୟକ୍ତିଙ୍କ ଭ୍ରାତାମାନଙ୍କୁ ଅଧିକାର କରିଥିବା ଯୋଗୁଁ ସେ ସେମାନଙ୍କୁ କହିଲେ ଯେ ସେମାନଙ୍କ ପ୍ରତି କୌଣସି ପରିଗଣନା ଦିଆଯିବ ନାହିଁ। ତହୁଁ ସେମାନଙ୍କ ସକାଶେ ତାଙ୍କୁ ସୁରକ୍ଷିତାବସ୍ଥାରେ ଛାଡ଼ି ଦେବା ପାଇଁ କୌଶଳ ପୂର୍ବକ ସେ ସେମାନଙ୍କୁ ନିବେଦନ କଲା। ତାଙ୍କ ଭ୍ରାତାମାନଙ୍କୁ ସୁରକ୍ଷିତାବସ୍ଥାରେ ଫେରାଇ ଦେବ, ଏହିପରି ବହୁବିଧ ଶପଥପୂର୍ବକ ପ୍ରତିଜ୍ଞା କରିବା ଯୋଗୁଁ ନିଜର ଭ୍ରାତାମାନଙ୍କୁ ରକ୍ଷା କରିବା ଉଦ୍ଦେଶ୍ୟରେ ସେମାନେ ତାଙ୍କୁ ଯିବା ପାଇଁ ଅନୁମତି ଦେଲେ। ଏହାପରେ କାର୍ନାଇମ୍ ଓ ଆର୍ତାଗାସ୍ତିସ୍ ମନ୍ଦିର ବିରୁଦ୍ଧରେ ଯାତ୍ରା କରି ଜୁଦାସ 25,000 ଲୋକଙ୍କୁ ନିଧନ କଲେ। ଜେରୁସେଲେମକୁ ପ୍ରତ୍ୟାବର୍ତ୍ତନ। ଏ ସମସ୍ତ ଲୋକଙ୍କୁ ପରାସ୍ତ ତଥା ବିନଷ୍ଟ କଲା ପରେ ଯେଉଁଠାରେ ନାନା ଜାତୀୟ ବ୍ୟକ୍ତିମାନଙ୍କ ଗହଣରେ ଦୁର୍ଗ ଦ୍ୱାରା ସୁରକ୍ଷିତ ଏକ ନଗରୀରେ ଲିସିଆସ୍ ବାସ କରିଥିଲା, ସେହି ଏଫ୍ରୋନକୁ ସେ ଆକ୍ରମଣ କଲେ। ବୀର ପରାକ୍ରମୀ ଯୁବକମାନେ ପ୍ରାଚୀର ସମ୍ମୁଖରେ ଠିଆ ହୋଇ ନଗରୀର ସଂରକ୍ଷଣ ପାଇଁ ବିରଚିତ ଭାବେ ଯୁଦ୍ଧ କଲେ। ସଂଖ୍ୟାଧିକ ଯୁଦ୍ଧଯନ୍ତ୍ର ତଥା କ୍ଷେପଣୀୟ ବସ୍ତୁ ପଦାର୍ଥ ସେଠାରେ ସଞ୍ଚିତ ହୋଇଥିଲା, କିନ୍ତୁ ତାହାଙ୍କର ବିରୋଧୀମାନଙ୍କ ଶକ୍ତିକୁ ବିଧ୍ୱସ୍ତ କରୁଥିବା ସାର୍ବଭୌମ ଅଧିପତିଙ୍କ ନିକଟରେ ପ୍ରାର୍ଥନା କଲା ପରେ ଯିହୁଦୀମାନେ ସେହି ନଗରଟି ହସ୍ତଗତ କଲେ ଓ ସେଥିରେ ଥିବା ପ୍ରାୟ 25,000 ଲୋକଙ୍କୁ ହତ୍ୟା କଲେ। ଏହାପରେ ସେ ସ୍ଥାନରୁ ପ୍ରସ୍ଥାନ କରି ଜେରୁସେଲେମଠାରୁ 600 ସ୍ତାଦିୟନ ଦୂରବର୍ତ୍ତୀ ସ୍କିତୋପୋଲିସ୍ ଅଭିମୁଖରେ ସେମାନେ ଶୀଘ୍ର ଯାତ୍ରା କଲେ। କିନ୍ତୁ ସ୍କିତୋପୋଲିସବାସୀମାନେ ସେମାନଙ୍କ ପ୍ରତି ଯେଉଁ ସଦମ ମନୋଭାବରେ ଓ ସଙ୍କଟର ଦିବସଗୁଡ଼ିକରେ ଦୟାପୂର୍ବକ ବ୍ୟବହାର କରିଥିଲେ, ସେ ସମ୍ବନ୍ଧରେ ସେଠାକାର ଯିହୁଦୀମାନେ ଜୁଦାସଙ୍କୁ ଜଣାଇଲେ। ସୁତରାଂ ସେମାନେ ସେମାନଙ୍କୁ କୃତଜ୍ଞତା ଜ୍ଞାପନ କଲେ ଓ ଭବିଷ୍ୟତରେ ମଧ୍ୟ ସେମାନଙ୍କ ପ୍ରତି ସେହି ସଦମନ ଭାବ ପ୍ରଦର୍ଶନ କରିବା ପାଇଁ ସେମାନେ ଅନୁରୋଧ କଲେ। ଏହାପରେ ସପ୍ତାହ ସମୂହର ଉତ୍ସବ ସନ୍ନିକଟ ହୋଇଥିବା ଯୋଗୁଁ ସେମାନେ ଜେରୁସେଲେମକୁ ଯାତ୍ରା କଲେ। ଗର୍ଜିୟାସ୍ ବିରୁଦ୍ଧରେ ଅଭିଯାନ। ପେନ୍ତେକୋଷ୍ଟ ଉତ୍ସବ ସମାପ୍ତ ହେଲା ପରେ ସେମାନେ ଇଦୁମିଆର ରାଜ୍ୟପାଳ ଗର୍ଜିୟାସ୍ ବିରୁଦ୍ଧରେ ପ୍ରସ୍ଥାନ କଲେ। 3,000 ପଦାତିକ ଓ 400 ଅଶ୍ୱାରୋହୀ ସୈନ୍ୟବିଶିଷ୍ଟ ଏକ ସୈନ୍ୟ ଦଳର ନେତୃତ୍ୱ ନେଇ ସେ ସେମାନଙ୍କ ବିରୁଦ୍ଧରେ ଆସିଲା। ଯୁଦ୍ଧରେ କେତେକ ଯିହୁଦୀୟ ନିହତ ହେଲେ। ସେ ସମୟରେ ବାକେନରର ଅନୁଗାମୀ ଓ ଦୋସିତେଉସ ନାମକ ଜଣେ ଶକ୍ତିଶାଳୀ ବ୍ୟକ୍ତି ଅଶ୍ୱାରୋହଣ କରି ଗର୍ଜିୟାସକୁ ଧରି ପଳାଇଲା। ସେହି ଅଭିଶପ୍ତ ବ୍ୟକ୍ତିକୁ ଜୀବିତାବସ୍ଥାରେ ଧରିବା ପାଇଁ ତାର ପୋଷାକକୁ ଧରି
ସେ ତାକୁ ବଳ ପ୍ରୟୋଗ ପୂର୍ବକ ଟାଣି ଆଣୁଥିବା ବେଳେ ଜଣେ ଗ୍ରୀସୀୟ ଅଶ୍ୱାରୋହୀ ଦୋଷିତେଉସକୁ ଆକ୍ରମଣ କରି ତାର ହାତ କାଟି ପକାଇଲା। ଫଳରେ ଗର୍ଜିୟାସ୍ ପଳାଇ ଯାଇ ମାରିସାରେ ଆସି ପହଞ୍ଚିଲା। ଦୀର୍ଘ ସମୟ ବ୍ୟାପୀ ଯୁଦ୍ଧ କରି ଏସ୍ଦ୍ରିସ୍ ଓ ତାର ଅନୁଗାମୀମାନେ କ୍ଳାନ୍ତ ହେଲେ। ସେ ସମୟରେ ଜୁଦାସ୍ ପ୍ରଭୁଙ୍କ ନିକଟରେ ପ୍ରାର୍ଥନା କଲେ ଯେ ସେ ହେଉଛନ୍ତି ସେମାନଙ୍କର ସହାୟକ ଓ ନେତା। ତତ୍ପରେ ନିଜ ପିତୃପୁରୁଷମାନଙ୍କର ଭାଷାରେ ଯୁଦ୍ଧ ଆହ୍ୱାନ ରବ ଧ୍ୱନିତ ଓ ସ୍ତବ ଗାନ କରି ଯେଉଁ ସମୟରେ ଶତ୍ରୁମାନେ ପ୍ରତୀକ୍ଷା କରି ନଥିଲେ ସେ ସମୟରେ ଗର୍ଜିୟାସର ଅନୁଗାମୀମାନଙ୍କୁ ଆକ୍ରମଣ କଲେ ଓ ସେମାନଙ୍କୁ ବିତାଡ଼ିତ କଲେ। ମୃତ ଲୋକମାନଙ୍କ ପାଇଁ ନୈବେଦ୍ୟ ଉତ୍ସର୍ଗ। ଏହାପରେ ନିଜର ସୈନ୍ୟ ଦଳକୁ ସମବେତ କରି ଜୁଦାସ୍ ଅଦୁଲ୍ଲାମକୁ ଯାତ୍ରା କଲେ। ସପ୍ତମ ଦିବସ ସନ୍ନିକଟ ହୋଇଥିବା ଯୋଗୁଁ ନିଜର ପ୍ରଥାନୁଯାୟୀ ନିଜ ନିଜକୁ ପୂତ ପବିତ୍ର କରି ସେମାନେ ସେଠାରେ ସାବତ ପାଳନ କଲେ। ପରବର୍ତ୍ତୀ ଦିନ ନିପତିତ ହୋଇଥିବା ବ୍ୟକ୍ତିମାନଙ୍କର ମୃତ ଶରୀରକୁ ଘେନିଯିବା ଅତ୍ୟାବଶ୍ୟକ ଥିଲା। ସୁତରାଂ ସେମାନଙ୍କୁ ପିତୃପୁରୁଷମାନଙ୍କର ସମାଧି ସ୍ଥାନରେ କବର ଦେବା ଉଦ୍ଦେଶ୍ୟରେ ଜୁଦାସ୍ ଓ ତାଙ୍କର ଅନୁଗାମୀମାନେ ସେମାନଙ୍କର ମୃତ ଶରୀରକୁ ସଂଗ୍ରହ କରିବା ପାଇଁ ଫେରିଗଲେ। ପ୍ରତ୍ୟେକ ମୃତ ବ୍ୟକ୍ତିର ପୋଷାକ ତଳେ ଜାମିଆର ପିତୁଳାଗୁଡ଼ିକର ସ୍ମୃତି ଚିହ୍ନ ଖଚିତ ହୋଇଥିବା ଦୃଶ୍ୟ ସେମାନେ ଦେଖିବାକୁ ପାଇଲେ। ତାହା ପରିଧାନ କରିବା ଯିହୁଦୀମାନଙ୍କର ପ୍ରତି ଅବୈଧ ଥିଲା। ସେମାନେ ସ୍ପଷ୍ଟ ଭାବେ ହୃଦୟଙ୍ଗମ କଲେ ଯେ ସେ ସମସ୍ତ ଲୋକ ଏହି କାରଣରୁ ନିହତ। ସୁତରାଂ ଯିଏ ଗୁପ୍ତ କାର୍ଯ୍ୟକୁ ପ୍ରକଟିତ କରାନ୍ତି ସେହି ନୀତିନିଷ୍ଠ ପ୍ରଭୁଙ୍କ ମାର୍ଗାବଳୀର ସ୍ତୁତିଗାନ ସେମାନେ କଲେ। ତତ୍ପରେ ସେମାନଙ୍କ ଦ୍ୱାରା ସମ୍ପାଦିତ ପାପ କାଳିମା ମାର୍ଜନା କରିବାକୁ ଭିକ୍ଷା କରି ସେମାନେ ପ୍ରାର୍ଥନା କଲେ। ପାପ ଯୋଗୁଁ ନିପତିତ ହୋଇଥିବା ସେହି ଲୋକମାନଙ୍କ ପ୍ରତି ଯାହା ସଂଗଠିତ ହୋଇଥିଲା ତାହା ସ୍ୱଚକ୍ଷୁରେ ଦେଖିଥିବା ଜନତାକୁ ପାପରୁ ବଞ୍ଚିତ ହୋଇ ରହିବା ପାଇଁ ସେହି ଉତ୍କୃଷ୍ଟ ବ୍ୟକ୍ତି ଜୁଦାସ୍ ଆବେଦନ ଜଣାଇଲେ। ଏହାପରେ ସେମାନଙ୍କ ମଧ୍ୟରୁ ପ୍ରତ୍ୟେକଙ୍କଠାରୁ ପ୍ରାୟ 2000 ଦ୍ରାକ୍ମା ରୌପ୍ୟ ମୁଦ୍ରା ଆଦାୟ କରି ପାପ ପରିହାର ବଳି ଉତ୍ସର୍ଗ କରିବା ସକାଶେ ସେ ସେହି ଅର୍ଥ ଜେରୁସଲେମକୁ ପଠାଇଲେ। ପୁନରୁତ୍ଥାନରେ ଦୃଢ଼ ବିଶ୍ୱାସ ସ୍ଥାପନ କରିଥିବା ଯୋଗୁଁ ତାଙ୍କ ଦ୍ୱାରା ସମ୍ପାଦିତ ଏହି କାର୍ଯ୍ୟ ଉତ୍ତମ ତଥା ଶ୍ରଦ୍ଧାସ୍ପଦ ଅଟେ। କାରଣ ତାଙ୍କର ଯଦି କୌଣସି ଆଶା ନଥାନ୍ତା ଯେ ମୃତ ବ୍ୟକ୍ତିମାନେ ପୁନର୍ବାର ଉତ୍ଥିତ ହେବେ ତେବେ ମୃତ ବ୍ୟକ୍ତିମାନଙ୍କ ନିମନ୍ତେ ପ୍ରାର୍ଥନା ଏକ ନିଷ୍ପ୍ରୟୋଜନୀୟ ତଥା ମୂଢ଼ କର୍ମ ହୋଇଥାନ୍ତା। କିନ୍ତୁ ନୀତିନିଷ୍ଠ ଅବସ୍ଥାରେ ଯେଉଁମାନେ ମହାନିଦ୍ରାରେ ଶୟନ କରନ୍ତି ସେମାନଙ୍କ ପାଇଁ ସଞ୍ଚିତ ହୋଇ ରଖାଯାଇଥିବା ସ୍ୱଭାବନ୍ତ ପ୍ରତିଫଳ ପ୍ରତି ସେ ଯଦି ପ୍ରତ୍ୟାଶା ରଖନ୍ତି ତେବେ ତାହା ଏକ ପାବନ ତଥା ଧର୍ମାନୁରାଗୀ ଚିନ୍ତା ଅଟେ। ସୁତରାଂ ମୃତ ଲୋକ ଯେପରି ପାପମୁକ୍ତ ହୁଅନ୍ତି ସେଥିସକାଶେ ସେ ପାପ ପରିହାର କର୍ମ ସମ୍ପାଦନ କଲେ।